ଘରଣୀ ସ୍ୱାମୀ ଆରେ ଦେଖୁଛ ତ ଆରେ ବର୍ତ୍ତମାନ ମୋ ପୁଅ ପ୍ରଶାନ୍ତ ଆଉ ମୋ ଝିଅ ପୂଜା ଆରେ ଏମାନଙ୍କ ବୟସ ଦିନକୁ ଦିନ ବଢି ବଢି ଯାଉଛି। ଆପଣ ଠିକ କହୁଛନ୍ତି ସ୍ୱାମୀ। ହଁ ଆରେ ଦେଖୁଛି ମୋ ପୁଅ ପ୍ରଶାନ୍ତକୁ ବର୍ତ୍ତମାନ 23 ବର୍ଷ ହେଲାଣି। ହଁ ସ୍ୱାମୀ। ଆଉ ଭାବୁଛି ମୋ ପୁଅ ପ୍ରଶାନ୍ତକୁ ଉପଯୁକ୍ତ ବହୁଟିଏ ଖୋଜି ଯଦି ବିବାହ ବନ୍ଧନରେ ମୁଁ ଯଦି ବାନ୍ଧି ଦିଅନ୍ତି ଆଉ ତାପରେ ଏଇ ପ୍ରଭାସ ନଗରୀର ରାଜ ଅଭିଷିକ୍ତ ଯଦି ମୁଁ କରିପାରନ୍ତି ତାହେଲେ ସବୁଦିନ ପାଇଁ ଏଇ ବାପା ଜନ୍ମରୁ ମୁଁ ମୁକ୍ତି ହେଇଯାଆନ୍ତି। এই কথা ମୁଁ ଭାବୁଛି। ଆପଣ ଠିକ କହୁଛନ୍ତି ସ୍ୱାମୀ। ଆଉ ଆମେ ସମୟ ନଷ୍ଟ କରିବାନି। ହେଲେ କ'ଣ କରିବା? ଆରେ କିଏ ଆମକୁ ଏଇ ବୋଉ ଖୋଜରେ ସାହାଯ୍ୟ କରିବେ? ହେଲେ ଆପଣ ଭାବିକି ଦେଖନ୍ତୁ। ଆରେ ଶୁଣ ଯାହା ବି ହଉ ଆରେ ପୁଅ ଝିଅଙ୍କର ବୟସ ବଢି ବଢି ଆସିଲା ମାତ୍ରକେ ଆରେ ବାପା ମାଙ୍କର ମନରେ ଏମିତି ଚିନ୍ତା ପଶିଯାଏ। ହେଲେ ସେଇ ଚିନ୍ତା ଦୂରୀଭୂତ କରିବାକୁ ଆରେ କେହି ନା କେହି ତ ଆବଶ୍ୟକ ପଡ଼ିଥାଏ ପ୍ରିୟା। ହଁ ସ୍ୱାମୀ। ହେଲେ এই କାର୍ଯ୍ୟରେ ଆମକୁ ସହଯୋଗ କରିବ କେବେ? ରାଜନ ଆରେ କିଏ? ପ୍ରଣାମ ମୋର ଜ୍ଞାନ କରନ୍ତୁ ରାଜନ। ଆରେ ପର୍ଶୁ ବାବୁ ଆରେ ତମେ ଏମିତି ହଠାତ୍ ଆସିବା କାରଣ ଅଛି। କାରଣ ଅଛି ଅଛି ମହାରାଜ ଅଛି। ଆରେ କ'ଣ କହିବାକୁ ଚାହୁଁଛ ତମେ? ପ୍ରକାଶ କରିବି। ଆରେ ହେଲେ ଆମ ପାଖରେ ଗୁମାସ୍ତା ଗୁମାସ୍ତା ଆସିବାକୁ ପଡ଼ିବ। ଆରେ ନାହିଁ ନାହିଁ ମହାରାଜ, এইটা ଅସମ୍ଭବ ହେଇପାରିବ। এইটা ହେଇପାରିବ ନାହିଁ ଆରେ ମହାରାଜ। କାହିଁକି ହେଇପାରିବନି? ହେଇପାରିବନି। ଆରେ ଯାହା ହେଲେ ବି ମୋ ପୁଅ ବର୍ତ୍ତମାନ ଯୌବନ ହେଇଗଲାଣି। ଆରେ ତାରି ପାଇଁ ତ ମୋତେ ଉପଯୁକ୍ତ ବହୁଟିଏ ଖୋଜିବାକୁ ପଡ଼ିବ। ନାହିଁ ମହାରାଜ, এইটা ଅଶୁଭ ହେଇପାରେ। ଆରେ ଗୁମାସ୍ତା ଆଜ୍ଞା ମହାରାଜ। ତୁ କ'ଣ କହୁଛୁ? ଆପଣ କହିପାରିବ ପଶୁ ବାବୁ। ଆରେ ପଶୁ ବାବୁ ଏ ଗୁମାସ୍ତା ଟିକେ ରୁହ। ରାଜନ କୁହ। ମୋ ବାଣୀ ଶୁଣନ୍ତୁ। ଆମ ଭଣଜା ପ୍ରଶାନ୍ତ କୁମାର, ଆରେ ହଁ ତାଙ୍କ ପାଇଁ ବହୁଟିଏ ଦରକାର। ଆରେ ହଁ ହଁ ଏ ହଁ ତମେ ସାୟକ। ଚିନ୍ତା କରୁଛ କାହିଁକି? ଆରେ ଚିନ୍ତା କରିବିନି କେମିତି? ଆରେ ଦିନକୁ ଦିନ ତା ବୟସ ତ ବଢି ବଢି ଯାଉଛି। ବୟସ ବଢି ଚାଲିଛି ଜାଣୁଛି ମୁଁ। ହେଲେ ଶୁଣ, ଆମ ଗୁମାସ୍ତାର ଏକମାତ୍ର ଝିଅ ତାଙ୍କ ଭାଣଜୀ। କ'ଣ କହୁଛ ତମେ? ତାଙ୍କ ଭାଣଜୀ। ଗୁମାସ୍ତାର ଭାଣଜୀ? ହଁ ତ କ'ଣ ହେଲା? ତାକୁ ଆମେ ଏ ରାଜ୍ୟ ଦରବାରେ ବୋହୂ କରିଦେଲେ ଭଲ ହୁଅନ୍ତା ନା? ଆରେ ସାଧକ ପଶୁ, ଆରେ ତମେ ଯୋଉ ପ୍ରସ୍ତାବ ଦେଲ ସେଇ ପ୍ରସ୍ତାବରେ ତ ମୁଁ ଖୁସି। ଖୁସି ହେଇଛନ୍ତି? ତଥାପି ବି ହେଲେ ଏ ଖୁସି ମନରୁ ଆଉ ପୁଣି ଖୁସି ଅଛି। ଆରେ କି ଖୁସି କୁହ? ଆମ ପ୍ରଶାନ୍ତ କୁମାର ସେଇ ଝିଅ ସହିତ ଅନେକ ଦିନ ହେଲା ସମ୍ପର୍କ ରଖିକି ଦୁଇ ଆଖିରେ ଦେଖିଛି ପଶୁ ଆଉ ଏ ଦୁଇ କର୍ଣ୍ଣରେ ମୁଁ ଶୁଣି ସାରିଛି। ତାମାନେ ମୋ ପୁଅ ପ୍ରଶାନ୍ତ ହଁ ହଁ ଗୁମାସ୍ତା ଭାଣଜୀ ତା ସହିତ ପ୍ରେମ ସମ୍ପର୍କ ରହିଛି। ପ୍ରେମ ସମ୍ପର୍କ ମାନେ ସବୁ ଇଏ ସାରା ଜୀବନ ପାଇଁ ସେମାନେ ସାଥୀ ହେଇଯାଇଛନ୍ତି। ମାନେ ତାହେଲେ କ'ଣ ସେଇ ଦୁଇ ଜଣଙ୍କର ବିବାହ କରିଦେବା? ନିଶ୍ଚୟ। ସେମାନଙ୍କ ଯଦି ବିବାହ ନ କରିବା ତାହେଲେ କୋଉଠି ଦୌଡ଼ିରେ ଆତ୍ମହତ୍ୟା ବି କରିଦେଇ ଆରେ ନାଇଁ ବିଷ ପିଇକି ଆତ୍ମହତ୍ୟା ବି। ଦେଖୁଛ ତ ପିତା? ହଁ ସ୍ୱାମୀ, ଭାଇ ଯୋଉଟା କହିଛନ୍ତି ଆଜ୍ଞା ଠିକ ମହାରାଜ। କହିଛନ୍ତି। ଆମ ପଶୁ ବାବୁ ଯାହା କହୁଛନ୍ତି ତାହା ସତ୍ୟକୁ ମାନେ ମୋ ପୁଅ ପ୍ରଶାନ୍ତ
ତମ ଭାଣିଜ ସହିତ ପ୍ରେମ ସମ୍ପର୍କ ଅଛି ଯଦି ବା ମୋ ପୁଅ ପ୍ରଶାନ୍ତ ଏମିତି ଭୁଲ କରିଛି ମହାରାଜ ତଥାପି ବି ମୋ ତରଫରୁ ମୁଁ ଆପଣଙ୍କୁ କହୁଛି ଗୁମାସ୍ତା ମହାରାଜ ଆରେ ଦେଖ ଯେମିତି ବି ହଉ ତମେ ତମ ଭାଣଞ୍ଜୀକୁ ମୋ ପୁଅ ପ୍ରଶାନ୍ତ ସହିତ ବିବାହ କରିବା ପାଇଁ ବନ୍ଦୋବସ୍ତ କର ହଁ ମହାରାଜ ଠିକ ଅଛି ମହାରାଜ ହେଲେ ମହାରାଜ ପଶୁବାବୁ ହେଲେ ଏ ତିଥି ନକ୍ଷତ୍ର କିଛି ଗୋଟେ ଆମେ ଜାତକ ଦେଖିବାକୁ ପଡିବ ନା ଆରେ ନାଇଁ ନାଇଁ ପଶୁ ବାବୁ ଆରେ ମୁଁ ମନେ ମନେ ସ୍ଥିର କରିସାରିଛି ହଁ କରିଛନ୍ତି ଆସନ୍ତା ଶୁକ୍ଲପକ୍ଷ ଅମାବାସ୍ୟା ତିଥି ଆରେ ପଞ୍ଚମୀ ଦିନ ମୋ ପୁଅ ପ୍ରଶାନ୍ତ ସହିତ ମୋ ଗୁମୁସ୍ତାର ଭାନନ୍ଦୀ ସହିତ ନା ତାର କଣ ଠିକ ଅଛି ହେଲେ ଆମେ ଏ ରାଜ୍ୟ ଦରବାର ଜନପ୍ରଜାଙ୍କୁ ନିମନ୍ତ୍ରଣ କରିବାକୁ ହଁ ଧୁମଧାମ ଆୟୋଜନରେ ଆମେ ଆରେ ତମେ ଠିକ କହିଛ। ବିବାହ କରିବାକୁ ହବ ଆରେ ନିଶ୍ଚୟ ଠିକ ଅଛି। ଯାଅ ଆସନ୍ତା ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ଆରେ ପ୍ରଶାନ୍ତ ସହିତ ଠିକ ଅଛି ବିବାହର ଆରମ୍ଭ କରାଯାଉ ଠିକ ଅଛି ରାଜନ ଠିକ ଆଜ୍ଞା, ଅଛି ମହାରାଜ। ହେଲେ ଠିକ ଅଛି ଚାଲ ସମସ୍ତେ ମିଶି ଆରେ ତୁହି ଜଣଙ୍କର ବିବାହର ବନ୍ଦୋବସ୍ତ କରିବା ଚାଲ 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 ଆସ ପ୍ରବାସିନୀ ଆସ আরে বসুধর নমস্কার তোর বুদ্ধি শুদ্ধি সবু জ্ঞান তোর ଏ ଖେଳଟା କେମିତି ଲାଗିଲା ରେ আরে রে 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 অধীন মেঘরু আসিব বরসা চক্রধর ଆରେ ବରଷାଟା ପଡ଼ିଲାଣି মেঘরু ଅତି ଶୀଘ୍ର ଖେଳଟାକୁ ଆମେ ସମାପ୍ତ କରିବା বসুধর ହେଲେ କଣ କରିବା ଏ ମଉସା ବସୁଧର ତମ ଭାଣଜୀ ସହିତ ମୋ ଭଣଜାକୁ ବିବାହ କରିବା ତାପରେ ବିବାହ ସରିଗଲା ପରେ ଏମିତି ଷଡ଼ଯନ୍ତ୍ରଟା ପୂରେଇ ସେଇ ରାଜ୍ୟର ଧନ ସମ୍ପତ୍ତିକୁ ଆମ ହାତ ମୁଠାରେ ଆଣିବା ବସୁଧର ନାମ ରାବଣ ନାମ ଦୁର୍ଯ୍ୟୋଧନ ଏ କଳି ଯୁଗର ପରଶୁରାମ